उदात्म सर्वोदात्म तस्मै श्री गुरवे नमः। ଆମର ଯିଏ ନାଥ ସେ ଜଗତର ନାଥ, ତେଣୁ ତାଙ୍କ ଦରବାରରେ ମନୁଷ୍ୟର କୃପାରୁ ଜନ୍ମ ନିଏ ଏବଂ ତାର ପ୍ରାରବ୍ଧ ଅନୁସାରେ ପୁଣି ସୁଧାମକୁ ଚାଲିଯାଏ। ତେଣୁ ଆଜିର ଏହି ସ୍ମୃତିଚାରଣ ସଭାରେ ଦିବଙ୍ଗତ ପରଶୁରାମ ସ୍ୱାମୀଙ୍କୁ ଏବଂ ଉପସ୍ଥିତ ସଭାପତିଙ୍କୁ, ଆମ ଡେଲାଙ୍ଗର ସମସ୍ତ ଶିକ୍ଷକ ଏବଂ ସାଧୁଜନ ପରିବାର ବର୍ଗ ବନ୍ଧୁମାନଙ୍କୁ ସମସ୍ତଙ୍କୁ ପ୍ରଣାମ। ଏବଂ ତାଙ୍କର ଆଜିର ଏହି ସଭା ଆମ ପାଇଁ ଏକ ସ୍ମୃତି ସଭା ଆୟୋଜନ କରାଯାଇଛି। ତେଣୁ ଆମେ ଯେମିତି ଆମେ ଏହି ରଙ୍ଗମଞ୍ଚ ଦୁନିଆକୁ ସମସ୍ତେ ଆସିବା ଏବଂ ନିଜ ନିଜର ଅଭିନୟ ସାରି ଦିନେ ଯିବା। ତେଣୁ ଶିକ୍ଷକ ଭାବରେ ଜନ୍ମ ନେଇ ତାଙ୍କର ପ୍ରାରବ୍ଧ ଥିଲା ଏବଂ ଗୁରୁ ଭାବରେ ନିଶ୍ଚିତ କର୍ମ କଲେ ଏବଂ ଏହି ଦୁନିଆରୁ ଯିବା ଏବଂ ଯେଉଁ ସମୟ ଭିତରେ ମଣିଷ ତ ନିଶ୍ଚିତ ଯିବ, ତେଣୁ ଗୋଟେ ଦୁଃଖ ଭିତରେ ସେଇ ସଂସାର ଚାଲିଗଲେ। ତେଣୁ ଆମ ପାଇଁ ନିଶ୍ଚିତ ତାଙ୍କ ପରିବାର ପାଇଁ ଦୁଃଖ। ତେଣୁ ଠାକୁରଙ୍କ ପାଖରେ ପ୍ରାର୍ଥନା ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ। ଆମ କମ୍ପ୍ୟୁଟର ସାଇନ୍ସରେ ଯେମିତି ଗୋଟେ ହାର୍ଡୱେୟାର ପାର୍ଟସ୍ ଥାଏ ଏବଂ ତା ଭିତରେ ସଫ୍ଟୱେୟାର ଥାଏ, ତା ଦ୍ୱାରା ମେସିନ୍ଟି ପରିଚାଳିତ ହୁଏ। ତେଣୁ ଏ ଶରୀର ରୂପକ ରଥରେ ଯିଏ ରଥି ଥିଲେ ସେ ହେଉଛନ୍ତି ପରଶୁ ସାର୍। ତେଣୁ ଆତ୍ମା ଆମେ ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପଢ଼ିଥାଏ ଅନ୍ୟ ଶ୍ଲୋକ ଅନୁସାରେ, ଆତ୍ମା ରୂପୀ ଶସ୍ତ୍ର ଦ୍ୱାରା ଅଗ୍ନି ଦ୍ୱାରା ଗଣେଶ ଦ୍ୱାରା ସେ ନିଶ୍ଚିତ ବର୍ତ୍ତମାନ ଅଛନ୍ତି ଏବଂ ଆମ ପାଖରେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଏହା ଆମକୁ ନିଶ୍ଚିତ ଅନୁଭବ, ଯେମିତି ଗୋଟେ ପରିବାରରେ ଯଦି ପିତା ଅସୁସ୍ଥ ଥାଏ ତ ପୁତ୍ର ବାହାରେ ଥାଏ, ସେ ବୁଝୁଥାଏ ମୋ ପିତା ଅସୁସ୍ଥ ଅଛନ୍ତି, ଖବର ବୁଝୁଥାଏ। ଯେତେବେଳେ ଖବର ପାଇଯାଏ ଯେ ମୋ ପିତା ଚାଲିଗଲେ, ସେ ଆସି ପ୍ରକୃତରେ ପୂର୍ବରୁ ସେ ପିତାଙ୍କ ପାଇଁ କୌଣସି କର୍ମ ବା ଖାଦ୍ୟପେୟ ଏମିତି ବ୍ୟବସ୍ଥା ଭିତରେ ସେ ସବୁବେଳେ ବୁଝୁଥାନ୍ତି। ମୋ ବାପା ଖାଇଲେ, ତାଙ୍କ ବନ୍ଧୁଜନ ତାଙ୍କୁ ଟେଲିଫୋନ୍ରେ ଯେହେତୁ ବିଦେଶରେ ଥିଲେ ତେଣୁ ତାକୁ କୁହନ୍ତି ହଁ ବାପା ଭଲ ଅଛନ୍ତି।